ମା ଜ୍ଞାନ 181। ତୁମେ ଯେତେବେଳେ ଆଉ ଜଣେ ବ୍ୟକ୍ତିକୁ ବୋକା ବୋଲି କହୁଛ, ବେଳେ ବେଳେ ତୁମେ ଏପରି କହିବାକୁ ବାଧ୍ୟ ହୋଇଥାଅ, ସେତେବେଳେ ତୁମେ ଏକଥା କଦାପି ଭୁଲିଯିବ ନାହିଁ ଯେ ମନୁଷ୍ୟ ସମୂହ ମଧ୍ୟରେ ତୁମେ ହିଁ ସବୁଠାରୁ ବଡ଼ ବୋକା ବୋଲି ପ୍ରମାଣିତ ହୋଇସାରିଛ। ଏବେ ଯୋଉ କଥା ହେଲେ ସାଙ୍ଗେ ସାଙ୍ଗେ ଶାଶ୍ୱତତା ବିଷୟରେ ଏବଂ ଆତ୍ମାର ସତ୍ୟ ବିଷୟରେ, ଆତ୍ମାର ଶାଶ୍ୱତତା ବିଷୟରେ, ଆତ୍ମା ସହିତ ସଂଯୁକ୍ତ ହେଲେ ଆମ ଭିତରେ ଯୋଉ ଅନୁଭବ ଆସେ, ତା ଭିତରେ ଆପଣ ଚିନ୍ତା କରନ୍ତୁ। ଯେତେବେଳେ ଆତ୍ମା ସହିତ ଆମେ ସଂଯୁକ୍ତ ହେଇଯାଉଛୁ, ସେତେବେଳେ ଆମ ଭିତରେ ଏକ ଅନୁଭବ ଆସିବ। କାହାର କାହାର ଆସିଥାଇପାରେ, ମା ଲେଖୁଛନ୍ତି ଯେ ଆସେ, ଯୋଉଟା ପ୍ରଭୁ ଲେଖୁଛନ୍ତି, ସେତେବେଳେ ତୁମେ ଅନୁଭବ କରିଥାଅ ଯେ ତୁମର ଏଇ ଯୋଉ ଆରମ୍ଭ ବୋଲି ଏବେ ହେଇଛି ବୋଲି ସେ ଅନୁଭବ କୁଆଡେ ଚାଲିଯାଏ ଏବଂ ଆସେ ଯେ ତୁମେ ବହୁତ ଆଗରୁ ରହିଥିଲ ଏବଂ ତୁମର ସୀମା ନାହିଁ, ତୁମର ଅନ୍ତ ନାହିଁ ଏବଂ ଶାଶ୍ୱତ କାଳ ପାଇଁ ତୁମେ ଆହୁରି ଆଗକୁ ଯେ ଯୋଉ ସ୍ଥିତି ରହିଛି ସେ ସ୍ଥିତି ସମ୍ବନ୍ଧରେ ମଧ୍ୟ ପ୍ରତ୍ୟକ୍ଷ ଅନୁଭବ ଆସେ। ତା ଭିତରେ ତେବେ କୁହନ୍ତୁ ଯେ ଆମେ କାହାକୁ ଆଉ ବୋକା ବୋଲି କହିବା? କେବଳ ବାହ୍ୟ ପରିପ୍ରକାଶରେ ସିଏ ଯୋଉ ପରିପ୍ରକାଶ କରିଛି, ତାର ବାହ୍ୟ ସତ୍ତା ଗୁଡ଼ିକ, ତାକୁ ଆମେ ଭାବିକି ବା ତାକୁ ଆମେ ଆଲୋଚନା କରି, ତର୍କ କରି, ବିଚାର କରି ବୋକା ବୋଲି କହିବା, ଏଇଟା ଆମର ବୋକାମି ନୁହଁ କି? ଆମେ ଯେତେବେଳେ କାହାକୁ ବୋକା କହୁଛି, ତାର ପରିଚୟ ଆମକୁ ଆମେ ନିଜେ ପାଖରେ ଦେଖିବା ଯେ ତା ମାନେ ଏଇ ପର୍ଯ୍ୟନ୍ତ ମୁଁ ଆତ୍ମା ସହିତ ସଂଯୁକ୍ତ ହେଇନାହିଁ। ଯଦି ଆତ୍ମା ସହିତ ସଂଯୁକ୍ତ ହେଇନାହିଁ, ତେବେ ମୋର ପ୍ରତ୍ୟକ୍ଷ ଜ୍ଞାନ ଆସିନାହିଁ, ପ୍ରତ୍ୟକ୍ଷ ଅନୁଭବ ଆସିନାହିଁ। ତେବେ ପ୍ରତ୍ୟକ୍ଷ ଅନୁଭବ, ପ୍ରତ୍ୟକ୍ଷ ଜ୍ଞାନ, ସେ ଯୋଉ ପ୍ରକୃତ ଜ୍ଞାନ ଯେତେବେଳେ ମୋ ପାଖରେ ନାହିଁ, ତେବେ ମୁଁ ଯାହା ବିଚାର କରି ମନ୍ତବ୍ୟ ପ୍ରଦାନ କରୁଛି, ତେବେ ତାହା ଏକ ବୋକାମିର ପରିଚୟ ନୁହେଁ କି? ମୋ ପାଖରେ ଜ୍ଞାନ ନାହିଁ, ମୁଁ ଜଜ୍ ହେଇକି ବସି, ମୋ ପାଖରେ ତଥ୍ୟ ନାହିଁ, ମୁଁ କିନ୍ତୁ କଣ କହିବି ନା ବହି ଲେଖି ବସିଛି। ତେଣୁ ସେଇଭଳିଆ ତାଙ୍କୁ ବୋକା ବୋଲି କୁହାଯିବ। ପ୍ରଭୁ ତ ଲେଖୁଛନ୍ତି ତୁମେ ହିଁ ମନୁଷ୍ୟ ସମୂହ ମଧ୍ୟରେ, ଖାଲି ନୁହଁ, ପୁରା କହିଲେ କଣ, ମନୁଷ୍ୟ ସମୂହ ମଧ୍ୟରେ ତୁମେ ହିଁ ସବୁଠାରୁ ବଡ ବୋକା ବୋଲି ପ୍ରମାଣିତ ହୋଇସାରିଛ, ଯେତେବେଳେ ତୁମେ ଅନ୍ୟ ଜଣେ ବ୍ୟକ୍ତିକୁ ବୋକା ବୋଲି କହୁଛ।